ନମସ୍କାର ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା କିଏ ଥିଲେ? ଅପସନ୍ କ ପଣ୍ଡିତ ଗୋପବନ୍ଧୁ ଦାସ, ଅପସନ୍ କ ନୀଳକଣ୍ଠ ଦାସ, ଅପସନ୍ କ ମଧୁସୂଦନ ଦାସ, ଅପସନ୍ କ ବିଶ୍ୱନାଥ ଦାସ। କରେକ୍ଟ ଆନ୍ସରଟି ହେଲା ମଧୁସୂଦନ ଦାସ। ପ୍ରଶ୍ନ ନମ୍ବର 2 ଓଡ଼ିଶାର କେଉଁ ଐତିହାସିକ ସ୍ଥାନ ଅଶୋକଙ୍କ ଚରିତ୍ରର ସଂସ୍କାରର ସାକ୍ଷୀ ରହିଲା ଏବଂ ଭଗବାନ ବୁଦ୍ଧଙ୍କର ଅନୁଗାମୀମାନଙ୍କ ପାଇଁ ମହତ୍ତ୍ୱ ରଖିଥାଏ? ଅପସନ୍ କ ସୂର୍ଯ୍ୟ ମନ୍ଦିର, ଅପସନ୍ କ ବାରବାଟୀ ଦୁର୍ଗ, ଅପସନ୍ କ ଶାନ୍ତି ସ୍ତୂପ, ଅପସନ୍ କ ରାଜାରାଣୀ ମନ୍ଦିର। କରେକ୍ଟ ଆନ୍ସରଟି ହେଲା ଶାନ୍ତି ସ୍ତୂପ। ପ୍ରଶ୍ନ ନମ୍ବର 3 କାହାର ଶାସନ କାଳରେ ଓଡ଼ିଶା ବ୍ରିଟିଶ ସାମ୍ରାଜ୍ୟର ଏକ ଅଂଶ ହୋଇଗଲା? ଅପସନ୍ କ ୱାରେନ୍ ହେଷ୍ଟିଙ୍ଗସ୍, ଅପସନ୍ କ ଲର୍ଡ କର୍ଣ୍ଣୱାଲିସ୍, ଅପସନ୍ କ ୱିଲିୟମ ବେଣ୍ଟିକ୍, ଅପସନ୍ କ ଲର୍ଡ ୱେଲ୍ସଲି। କରେକ୍ଟ ଆନ୍ସରଟି ହେଲା ଲର୍ଡ ୱେଲ୍ସଲି। ପ୍ରଶ୍ନ ନମ୍ବର 4 ଓଡ଼ିଶାରେ ବ୍ରହ୍ମ ଆନ୍ଦୋଳନର ଦୁଇଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କେଉଁଠି ଥିଲା? ଅପସନ୍ କ ପୁରୀ ଏବଂ କଟକ, ଅପସନ୍ କ ବାଲେଶ୍ୱର ଏବଂ ପୁରୀ, ଅପସନ୍ କ କଟକ ଏବଂ ବାଲେଶ୍ୱର, ଅପସନ୍ କ ଖୋର୍ଦ୍ଧା ଏବଂ ପୁରୀ। କରେକ୍ଟ ଆନ୍ସରଟି ହେଲା କଟକ ଏବଂ ବାଲେଶ୍ୱର। ପ୍ରଶ୍ନ ନମ୍ବର 5 ଓଡ଼ିଶାର କେଉଁ ବିଶିଷ୍ଟ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ? ଅପସନ୍ କ ନନ୍ଦିନୀ ଶତପଥୀ, ଅପସନ୍ କ ପାର୍ବତୀ ଗିରି, ଅପସନ୍ କ କୁନ୍ତଳା କୁମାରୀ ସାବତ, ଅପସନ୍ କ ମାନସୀ ପ୍ରଧାନ। କରେକ୍ଟ ଆନ୍ସର ହେଲା ପାର୍ବତୀ ଗିରି। ଭିଡ଼ିଓଟିକୁ ଦେଖିବା ପାଇଁ ଧନ୍ୟବାଦ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।